ଜୟ ଯୀଶୁ। ଆସନ୍ତୁ ଶୁଣିବା ପ୍ରଭୁଙ୍କର ବାକ୍ୟ। ମାତ୍ୟୁଙ୍କ ସୁସମାଚାର ଅଧ୍ୟାୟ 21 ପଦ ସଂଖ୍ୟା 33ରୁ ଦୁଷ୍କର୍ମୀ କୃଷକମାନଙ୍କ ଦୃଷ୍ଟାନ୍ତ। ଅନ୍ୟ ଏକ ଦୃଷ୍ଟାନ୍ତ ଶୁଣ। ଜଣେ ଜମି ମାଲିକ ଗୋଟିଏ କ୍ଷେତରେ ଦ୍ରାକ୍ଷା ଲଗାଇଲେ ଏବଂ ତା ଚାରିପଟେ ବାଡ଼ ଦେଲେ। ପରେ ଦ୍ରାକ୍ଷା ପେଷଣ କୁଣ୍ଡ ଆଉ ଗୋଟିଏ ପ୍ରଗରି ଗମ୍ବୁଜ ତିଆରି କଲେ ଏବଂ ତାହା କୃଷକମାନଙ୍କ ହାତରେ ଦେଇ ସେ ବିଦେଶକୁ ଚାଲିଗଲେ। ଅମଳ ସମୟ ଆସନ୍ତେ ଫଳ ଆଦାୟ କରିବା ପାଇଁ ସେ ନିଜ ଦାସମାନଙ୍କୁ ସେହି କୃଷକମାନଙ୍କ ପାଖକୁ ପଠାଇଲେ। କିନ୍ତୁ କୃଷକମାନେ ତାଙ୍କର ଦାସମାନଙ୍କୁ ଆକ୍ରମଣ କରି କାହାକୁ ପ୍ରହାର କଲେ, କାହାକୁ ହତ୍ୟା କଲେ ଓ କାହାକୁ ପଥର ମାରିଲେ। ପୁନର୍ବାର ସେ ପୂର୍ବ ଅପେକ୍ଷା ଅଧିକ ଦାସମାନଙ୍କୁ ପଠାଇଲେ ଆଉ କୃଷକମାନେ ସେମାନଙ୍କ ପ୍ରତି ମଧ୍ୟ ସେହିପରି ଆଚରଣ ଦେଖାଇଲେ। ପରିଶେଷରେ ସେ ଏହା ଭାବି ଆପଣା ପୁତ୍ରଙ୍କୁ ସେମାନଙ୍କ ପାଖକୁ ପଠାଇଲେ, ଅନ୍ତତଃ ସେମାନେ ମୋର ପୁତ୍ର ପ୍ରତି ସମ୍ମାନ ପ୍ରଦର୍ଶନ କରିବେ। କିନ୍ତୁ କୃଷକମାନେ ଜମି ମାଲିକଙ୍କ ପୁତ୍ରକୁ ଦେଖି ପରସ୍ପର ମଧ୍ୟରେ କୁହାକୁହି ହେଲା, ଏ ଜଣକ ହେଉଛି ତାହାଙ୍କର ଉତ୍ତରାଧିକାରୀ, ଆସ ଆମେ ଏହାକୁ ହତ୍ୟା କରିବା ଓ ଏହାର ଅଧିକାରକୁ ହାତେଇ ନେବା। ତ ସେମାନେ ତାକୁ ଧରି ଦ୍ରାକ୍ଷା କ୍ଷେତ୍ରରୁ ବହିଷ୍କାର କରି ହତ୍ୟା କଲେ। ତେବେ ଦ୍ରାକ୍ଷା କ୍ଷେତ୍ରର ମାଲିକ ଆସି ସେ କୃଷକମାନଙ୍କ ପ୍ରତି କ'ଣ କରିବେ? ସେମାନେ ତାକୁ କହିଲେ, ସେ ସେହି ଦୁଷ୍ଟ ଲୋକମାନଙ୍କୁ ନିର୍ମମ ଭାବରେ ହତ୍ୟା କରିବେ ଓ ଆପଣା ଦ୍ରାକ୍ଷା କ୍ଷେତ୍ର ଅନ୍ୟ କୃଷକମାନଙ୍କୁ ନ୍ୟସ୍ତ କରିବେ, ଯିଏ ଯଥା ସମୟରେ ତାକୁ ଫଳ ଦେଉଥିବେ। ଯୀଶୁ ସେମାନଙ୍କୁ କହିଲେ, ତୁମାନେ କ'ଣ ଧର୍ମ ପୁସ୍ତକରେ ପଢ଼ିନାହିଁ? ନିର୍ମାଣକାରୀମାନେ ଯେଉଁ ପ୍ରସ୍ତରକୁ ଅଗ୍ରାହ୍ୟ କରି ଛାଡ଼ି ଦେଇଥିଲେ, ତାହା ହିଁ କ'ଣ ପ୍ରସ୍ତୁର ହୋଇଗଲା। ଏହା ପ୍ରଭୁଙ୍କର କାର୍ଯ୍ୟ ଥିଲା ଏବଂ ଏହା ଆମ୍ଭମାନଙ୍କ ଦୃଷ୍ଟିରେ ଆଶ୍ଚର୍ଯ୍ୟଜନକ। ପ୍ରେଜ୍ ଦ ଲର୍ଡ। ହାଲେଲୁୟା, ହାଲେଲୁୟା, ହାଲେଲୁୟା। ସୁତରାଂ ମୁଁ ତୁମ୍ଭମାନଙ୍କୁ କହେ, ଈଶ୍ୱରଙ୍କ ରାଜ୍ୟ ତୁମ୍ଭମାନଙ୍କ ଠାରୁ କାଢ଼ି ନିଆଯିବ ଏବଂ ଯେଉଁ ଜାତି ଫଳ ଉତ୍ପନ୍ନ କରିବ ତାକୁ ଦିଆଯିବ। ପ୍ରେଜ୍ ଦ ଲର୍ଡ। ହାଲେଲୁୟା, ହାଲେଲୁୟା। ଯେତେବେଳେ ପ୍ରଧାନ ଯାଜକ ଫାରିସୀମାନେ ତାଙ୍କର ଦୃଷ୍ଟାନ୍ତ ଗୁଡ଼ିକୁ ଶୁଣିଲେ, ସେମାନେ ଜାଣିପାରିଲେ ଯେ ସେ ସେମାନଙ୍କ ସମ୍ବନ୍ଧରେ କହୁଛନ୍ତି। ସେମାନେ ତାକୁ ଗିରଫ କରିବା ପାଇଁ ଇଚ୍ଛା କଲେ, କିନ୍ତୁ ସେମାନେ ଜନତାକୁ ଭୟ କଲେ, କାରଣ ସେମାନେ ତାକୁ ଜଣେ ପ୍ରବକ୍ତା ରୂପେ ବିବେଚନା କରୁଥିଲେ। ପ୍ରେଜ୍ ଦ ଲର୍ଡ। ହାଲେଲୁୟା, ହାଲେଲୁୟା। ଦୁଷ୍କର୍ମୀ କୃଷକମାନେ ଦେଖନ୍ତୁ, ସଦାପ୍ରଭୁ ଯେଉଁ ଲୋକମାନଙ୍କ ପାଖକୁ ଆସିଲେ, ବିଶେଷ କରି ପିତା ଈଶ୍ୱର ଇହୁଦୀ ଲୋକମାନଙ୍କୁ ବାଛିଲେ, ସବୁ ପ୍ରକାର ଅନୁଗ୍ରହ ଆଶୀର୍ବାଦ ଦେଲେ। ଆଉ ଯେଉଁ ଜାତିରେ ତ୍ରାଣକର୍ତ୍ତାଙ୍କର ଜନ୍ମ ହେବ, ଆଉ ସେମାନଙ୍କ ନିକଟକୁ ସେହି ତ୍ରାଣକର୍ତ୍ତା ଯୀଶୁ ନିଜେ ଆସିଲେ। ତାଙ୍କର ଦୀର୍ଘ 3 ବର୍ଷ ପ୍ରକାଶନ ଜୀବନୀରେ ସ୍ପଷ୍ଟ ଭାବରେ ତାଙ୍କର ଶିକ୍ଷା ମାଧ୍ୟମରେ, ଆଶ୍ଚର୍ଯ୍ୟ କର୍ମଗୁଡ଼ିକ ମାଧ୍ୟମରେ ସେ ପ୍ରମାଣ ଦେଲେ ଯେ ସେ ହିଁ ସେହି ଆସିବାକୁ ଥିବା ତ୍ରାଣକର୍ତ୍ତା। କିନ୍ତୁ ସେମାନେ ତାକୁ ଗ୍ରହଣ କଲେ ନାହିଁ। ତେଣୁ ସ୍ପଷ୍ଟ ଭାବରେ ସଦାପ୍ରଭୁ ସେମାନଙ୍କୁ କହୁଛନ୍ତି, ପିତା ଈଶ୍ୱର ଏମାନଙ୍କ ପାଇଁ ଆଉ କ'ଣ କଲେ ନାହିଁ? ଜଣେ ଜମି ମାଲିକ ଗୋଟିଏ କ୍ଷେତରେ ଦ୍ରାକ୍ଷା ଲଗାଇଲେ, ତାର ଚାରିପଟେ ବାଡ଼ ଦେଲେ, ଦ୍ରାକ୍ଷା ପେଷଣ କୁଣ୍ଡ ଆଉ ଗୋଟିଏ ପ୍ରହରୀ ଗମ୍ବୁଜ ତିଆରି ମାନେ ସବୁ କରିଦେଲେ, ଆଉ କୃଷକମାନଙ୍କ ହାତରେ ଦେଇ ସେ ବିଦେଶକୁ ଚାଲିଗଲେ। ଅମଳ ସମୟ ଆସନ୍ତେ ଫଳ ଆଦାୟ କରିବା ପାଇଁ ମାନେ ଈଶ୍ୱର
ଇହୁଦି ଜାତିକୁ ସବୁ ଦେଲେ। ଫଳ ଉତ୍ପନ୍ନ କରିବା ପାଇଁ ସେମାନଙ୍କୁ ଯାହା ସବୁ ଦରକାର ସବୁ ଦେଲେ। ଆଉ ସେମାନେ କେବଳ ଯେଉଁମାନଙ୍କୁ ସେହି ତାହା କୃଷକମାନଙ୍କ ହାତରେ ଦେଇ ସେମାନେ ଏତିକି ସର୍ବସାଧାରଣ ଯତ୍ନ ନେବା, ଫଳ ଉତ୍ପନ୍ନ କରିବା, ସରିଗଲା। ମୋର ଭାଇ ଓ ଭଉଣୀମାନେ, ଆମେ ପ୍ରତ୍ୟେକ ଜଣ ହେଉଛୁ ସେଇ କୃଷକମାନେ। ସଦାପ୍ରଭୁ ଆମ୍ଭମାନଙ୍କୁ କ'ଣ ଦେଇନାହାନ୍ତି? ଆମ ଜୀବନୀ, ଆମ ବିଶ୍ୱାସ ଯେଉଁଆଡ଼େ ଆମେ ଅଛୁ, ସଦାପ୍ରଭୁ ଆମକୁ କ'ଣ ଦେଇନାହାନ୍ତି? ଆଜି ଆପଣଙ୍କ ପାଖରେ ଏହି ବାକ୍ୟ ଧରି ମୁଁ ପହଞ୍ଚିବା ସମୟରେ ଗଜପତି ଜିଲ୍ଲାର ଅଲ୍ଲଡ଼ା ନବଜୀବନ ଧ୍ୟାନ କେନ୍ଦ୍ର ଷ୍ଟୁଡ଼ିଓରେ ମୁଁ ଏହା ରେକର୍ଡ଼ିଂ କଲାବେଳେ ସତରେ ମୋତେ ଭୟ ଲାଗୁଛି। ସଦାପ୍ରଭୁ ମୋତେ କ'ଣ ଦେଇନାହାନ୍ତି? କିନ୍ତୁ ପରିଶେଷରେ ଫଳ, କୁଫଳ, ଗାଲାତି ନିକଟକୁ ସାଧୁ ପାଉଳ ଫଳ ବିଷୟରେ ସ୍ପଷ୍ଟ ଭାବରେ କହୁଛନ୍ତି। ଗାଲାତୀୟ 5:22 ପକ୍ଷାନ୍ତରେ ଆତ୍ମାଙ୍କ ଫଳ ହେଉଛି ପ୍ରେମ, ଆନନ୍ଦ, ଶାନ୍ତି, ସହନଶୀଳତା, ଦୟା, ବଦାନ୍ୟତା, ବିଶ୍ୱସ୍ତତା, ଶିଷ୍ଟତା, ଆତ୍ମସଂଯମ। এই ଫଳଗୁଡ଼ିକ ମୋରେ ଅଛି କି? ମୁଁ ଚିନ୍ତା କରିବା ଦରକାର, ଆପଣମାନେ ଚିନ୍ତା କରିବା ଦରକାର। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ନିଶ୍ଚୟ ପ୍ରଭୁ ଆମ୍ଭମାନଙ୍କ ଠାରୁ ଫଳ ଚାହୁଁଛନ୍ତି। ଆଚ୍ଛା, ପ୍ରଭୁ ଏଟା ପ୍ରଥମ ଥର କହିଲା ବେଳେ ପ୍ରଥମ ପଠାଇଥିବା ସେ ଦାସମାନେ, ପ୍ରବକ୍ତାମାନେ, ଗୋଟିଏ ପରେ ଗୋଟିଏ ପ୍ରବକ୍ତାମାନଙ୍କୁ ସେମାନଙ୍କ ପାଖକୁ ଈଶ୍ୱର ପଠାଇଲେ। ସେମାନେ ସମସ୍ତଙ୍କୁ ସେମାନେ ହତ୍ୟା କଲେ। ଆଉ ପରିଶେଷ ସେ ଏହା ଭାବି ଆପଣା ପୁତ୍ରଙ୍କୁ ସେମାନଙ୍କ ପାଖକୁ ପଠାଇଲେ। ଈଶ୍ୱର ଯୀଶୁଙ୍କୁ ପଠାଇଲେ। ତାଙ୍କୁ ଏମାନେ କ'ଣ କଲେ ଆମେ ଜାଣୁଛୁ। ଆମେ ସେମାନଙ୍କୁ ଅନେଇକି ଇହୁଦି ଲୋକମାନେ ଏତେ ନିଷ୍ଠୁର ବୋଲି ଭାବିବା ଦରକାର ନାହିଁ। ଏହା ଆମର କାହାଣୀ, ଆପଣଙ୍କର, ମୋର। ପ୍ରତ୍ୟେକତରେ ଆମେ ଫଳ ଉତ୍ପନ୍ନ ନ କଲା ବେଳେ ଏହା ହିଁ ଆମେ କରି ଆସୁଛୁ। ଡାଉଟ୍ ନାହିଁ, ସନ୍ଦେହ ନାହିଁ ସେଥିରେ ମୋର ଭାଇ ଓ ଭଉଣୀମାନେ। ତାପରେ ସେମାନେ ତାକୁ ଧରି ଦ୍ରାକ୍ଷାକ୍ଷେତକୁ ପରିଷ୍କାର କରି ହତ୍ୟା କଲେ। ତେବେ ଦ୍ରାକ୍ଷାକ୍ଷେତ ମାଲିକ ଆସି ସେହି କୃଷକମାନଙ୍କ ପ୍ରତି କ'ଣ କରିବେ? ୟେସ୍, ସେ ଦୁଷ୍ଟ ଲୋକମାନଙ୍କୁ ନିର୍ମମ ଭାବରେ ହତ୍ୟା କରିବେ ଏବଂ ଆପଣ ଦ୍ରାକ୍ଷାକ୍ଷେତ ଅନ୍ୟ କୃଷକମାନଙ୍କୁ ନ୍ୟସ୍ତ କରିବେ, ଯିଏ ଯଥା ସମୟରେ ତାକୁ ଫଳ ଦେଉଥିବେ। ଇହୁଦି ଲୋକମାନେ କିଏ ଜାଣେ ସେତିକି ଫଳ ଦେଲେ ନାହିଁ। ତେଣୁ ଅଣ ଇହୁଦି ଲୋକମାନେ, ୟେସ୍ ମଣ୍ଡଳୀ, ତାହା ହିଁ ଫଳ ଖୋଜିକି ସଦାପ୍ରଭୁ ଇହୁଦିମାନଙ୍କୁ ଛାଡ଼ିକି, ଈଶ୍ୱର ଛାଡ଼ିଦେଲେ ବୋଲି କହିପାରୁ ନାହିଁ ଯେ ଚାନ୍ସ ଅଛି ଏବେ ମଧ୍ୟ। ସାଧୁ ପାଉଳଙ୍କର ସବୁ ପ୍ରଚାର କାର୍ଯ୍ୟରେ ଆମମାନଙ୍କୁ ଦେଖିବାକୁ ପାଇବୁ। ମୁଁ ବର୍ତ୍ତମାନ ଯାଉଛି ବିଜାତିମାନଙ୍କ ନିକଟକୁ। ହେଲେ ଫଳ ଉତ୍ପନ୍ନ କରିବା ଦରକାର। ପ୍ରଭୁ ଏଠି କହିଥିବା ଗୋଟିଏ ବାକ୍ୟ ଅଛି, ବାକ୍ୟ 43। ସୁତରାଂ ମୁଁ ତୁମମାନଙ୍କୁ କହୁଛି, ଈଶ୍ୱରଙ୍କ ରାଜ୍ୟ ତୁମମାନଙ୍କଠାରେ କାଢ଼ି ନିଆଯିବ ଏବଂ ଯେଉଁ ଜାତି ଫଳ ଉତ୍ପନ୍ନ କରିବ ତାକୁ ଦିଆଯିବ। ୟେସ୍, ଇହୁଦି ଜାତି, ଇହୁଦି ଧର୍ମ ଈଶ୍ୱର ବାଛୁଥିବା, ନିଶ୍ଚୟ ସେମାନେ ଭାବିଲେ ଯେ ସେମାନେ ଆକା ସବୁଠାରୁ। ୟେସ୍, କିନ୍ତୁ ଯେତେବେଳେ ସେ ଫଳ ଉତ୍ପନ୍ନ କଲେ ନାହିଁ, ଅଧିକରୁ ଅଧିକ ପ୍ରଭୁଙ୍କର ବାକ୍ୟ ଶୁଣିବାକୁ, ତାକୁ ତ୍ରାଣକର୍ତ୍ତା ରୂପେ ଗ୍ରହଣ କରିବା ପାଇଁ ସେ ଚାନ୍ସ ଅଣ ଇହୁଦି ଲୋକମାନଙ୍କୁ ଦିଆଗଲା। ହେଲେ ଆମର ଜୀବନୀ ମଧ୍ୟ, ଆମର କାହାଣୀ ମଧ୍ୟ ସମାନ ହେବାର ସମ୍ଭାବନା ଅଛି। ମାଥ୍ୟୁ 3:8 ଅନ୍ୟଥା ଭାବରେ ଯୋଗ୍ୟ ଫଳ ଧାରଣ କର।
अब्राहम आंभमानंगर पूर्वपुरुष कही गर्व कर नाही कारण मु तुममानकु कहूची ईश्वर ए पत्र गुड़िकर अब्राहम के लगी संतान उत्पन्न करने को समर्थ। वाक्य 10 गच मूल एवं कुराड़ी लाही रहुछि तेणु जो गच भल फल दिए नाही ताकु कटा जाई नियारे फिंगी दिया जीवो। यस मोर भाई और भौणी माने निज पाए आम चिंता करिबा उत्तम योग्य फल आम उत्पन्न करुछु कि मु उत्पन्न करुछु कि चिंता करबा दरकार। विवेक परीक्षा करिबा प्रभुंकर क्षमा पाई अनुतप्त हृदय प्रभुठार आम माने क्षमा मागिबा। प्रभु आशीर्वाद करंतु अनुग्रह करंतु प्रभु मु आमे जेमती योग्य उत्तम फल आमे उत्पन्न करि पारिबु। सर्वशक्तिमान परमेश्वर पिता और पुत्र एवं पवित्र आत्मा आपण मानकु आशीर्वाद करंतु। आमेन। समस्तंकु जय जीशु।